ଗାଧୋଇବା ସମୟରେ ପରିସ୍ରା ଆସୁଛି? ଗାଧୋଇବା ବେଳେ ପ୍ରଥମ ପାଣି ଆଣ୍ଠୁ ତଳକୁ ଶରୀରରେ ଢାଳନ୍ତୁ। ଦ୍ୱିତୀୟ ମଗ ପାଣି ନାଭିରେ ହାତ ରଖି ଢାଳନ୍ତୁ। ତୃତୀୟ ମଗ ପାଣି ଦୁଇ କାନ୍ଧରେ ଢାଳନ୍ତୁ। ଚତୁର୍ଥ ମଗ ପାଣି ମଥାରେ ଢାଳନ୍ତୁ। ଏହା ଫଳରେ ଆପଣଙ୍କୁ ଜଣା ହିଁ ପଡ଼ିବ ନାହିଁ କେତେବେଳେ ସମ୍ପୂର୍ଣ୍ଣ ଶରୀର ଓଦା ହୋଇଯିବ। ଏହା ଫଳରେ ଥଣ୍ଡା, ବୁଖାର କି ଜ୍ୱର କିଛି ହେବ ନାହିଁ। ମୁଖ୍ୟ ହେଉଛି ଗାଧୋଇବା ସମୟରେ ପରିସ୍ରା ମଧ୍ୟ ଆସିବ ନାହିଁ। ରବିବାର ଦିନ ଗାଧୋଇବା ବେଳେ ବାଲ୍ଟିରେ ପାଣି ନେଇ କିଛି ଲୁଣ ପକାଇ କେବଳ ଶରୀରରେ ଢାଳନ୍ତୁ। ତାପରେ ସାଧା ପାଣିରେ ସାବୁନ ଲଗାଇ ଗାଧାନ୍ତୁ। ଏମିତି 7-8 ରବିବାର ସ୍ନାନ କରନ୍ତୁ। ଶରୀରରେ ଥିବା ଖରାପ ଉର୍ଜା ନଷ୍ଟ ହୋଇଯାଇଥାଏ।